କହିକି ସାରିବା ପାଇଁ ଚାହେଁ। ବାଇବଲର ଶେଷ ପ୍ରତିଜ୍ଞା ପ୍ରକାଶିତ ବାକ୍ୟ 22 ପର୍ବ ତାର 20 ପଦ। ପ୍ରକାଶିତ ବାକ୍ୟ 22 ପର୍ବ 20 ପଦ। ହଁ, ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଯେ ଦେଉଅଛନ୍ତି ଏଇ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି। ସେ କହନ୍ତି ସତ୍ୟ ଆମ୍ଭେ ଶୀଘ୍ର ଆସୁଅଛୁ। ଆମେ ଶୀଘ୍ର ଆସୁଅଛୁ। ଆମେନ୍। ଆମିନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ। এইটা হচ্ছে বাইবেলର ଶେଷ ପ୍ରତିଜ୍ଞା। বাইবেଲର ଶେଷ ପ୍ରତିଜ୍ଞା କ'ଣ? ପ୍ରଭୁ କହୁଛନ୍ତି ସତ୍ୟ ଆମ୍ଭେ ଶୀଘ୍ର ଆସୁଅଛୁ। ଓଡ଼ିଆରେ ଏମିତି ଲେଖା ହେଇଛି ସତ୍ୟ ଆମ୍ଭେ ଶୀଘ୍ର ଆସୁଅଛୁ। ଇଂଲିଶରେ ଲେଖାଯାଉଛି ସିଓରଲି ଆଇ ଏମ୍ କମିଂ କ୍ୱିକଲି। ଦୁଇଟା ହେଉଛି ସିଓରଲି ଆଣ୍ଡ କ୍ୱିକଲି, ଦୁଇଟା ଶବ୍ଦ ଲେଖା ହେଉଛି। ସିଓରଲି ମାନେ କ'ଣ? ନିଶ୍ଚିତ ଭାବରେ। କ୍ୱିକଲି ମାନେ କ'ଣ? ଅବିଳମ୍ବରେ। ମୁଁ ନିଶ୍ଚିତ ଭାବରେ ଅବିଳମ୍ବରେ ଆସୁଅଛି। ତେଣୁ ଆପଣ ଏଇଠୁ ଆଜି ଗଲା ପରେ କ'ଣ ହବ? ଏ ମିଟିଂ ର ସପ୍ତାହଟି 10 ଦିନ ଯାଏ ଭଲ ଥାଇ ହବ, ପଛେ ଯେତିକୁ ସେ ଡର ଭୟ ମିଶା ପଳେଇବ। ତେଣୁ ଆପଣମାନେ କହିବା ପାଇଁ ଚାହେଁ ବାଇବଲର ଶେଷ ପ୍ରତିଜ୍ଞା ହେଉଛି ସତ୍ୟ ଆମ୍ଭେ ଶୀଘ୍ର ଆସେ। ମିଛ ନୁହେଁ, ଏଟା ସତ୍ୟ। ସିଓରଲି ମୁଁ ଅବିଳମ୍ବରେ ଆସୁଅଛି। ଆପଣଙ୍କୁ କେହି ଭ୍ରମିତ ନ କରୁ, କୌଣସି ବିଷୟ ଭ୍ରମିତ ନ କରୁ। ଯଦି ଆପଣ ଖବର କାଗଜ ଦେଖୁଥିବେ, ସରକାର ଗୁଡ଼ିକର ପରିସ୍ଥିତି ଦେଖୁଥିବେ, ସମାଜର ଅବସ୍ଥା ଦେଖୁଥିବେ, ଗୋଟେ ବିଷୟ ଇଙ୍ଗିତ କରୁଛି ଏଇଟା ଯୀଶୁଙ୍କର ଆସିବାର ସମୟ ହେଇଗଲା। ଆସିବା ସମୟ ହେଇଗଲାଣି। ଯଦି ଆପଣ ଦେଖିବେ ଏଇ ଅଧ୍ୟାୟରେ ହିଁ 3 ଥର ଲେଖା ହେଇଛି। 7 ପଦ ଲେଖା ହେଇଛି ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। 12 ପଦ ଲେଖା ଅଛି ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। 20 ପଦ ଲେଖା ଅଛି ସତ୍ୟ ଆମ୍ଭେ ଶୀଘ୍ର ଆସୁଅଛୁ। ଗୋଟିଏ କଥା 3 ଥର ରିପିଟେଡଲି ଲେଖା ହେଇଛି। ତା ମାନେ କ'ଣ? ଆମକୁ ଚେତାଇବା ପାଇଁ ଚାହାନ୍ତି ତୁମେ ଅଜାଗ୍ରତ ରହିପାରିବନି। ମୋର ପ୍ରିୟ ଭାଇ ଭଉଣୀ ମାନେ, ୟା ପରେ ଆପଣ ଯୋଉଠି ବି ଯାଆନ୍ତୁ ଆପଣ ପ୍ରଭୁରେ ଥାଆନ୍ତୁ। ହାଟକୁ ଯାଆନ୍ତୁ, ବଜାରକୁ ଯାଆନ୍ତୁ, ବେପାର କରିବାକୁ ଯାଆନ୍ତୁ, ସ୍କୁଲକୁ ଯାଆନ୍ତୁ, କଲେଜକୁ ଯାଆନ୍ତୁ, ଅଫିସକୁ ଯାଆନ୍ତୁ, ଯୋଉଠି ବି ଯାଆନ୍ତୁ ଆପଣ ପ୍ରଭୁରେ ଥାଆନ୍ତୁ। ପ୍ରଭୁରେ ରହିବାର ଅଛି। ତେଣୁ ସେ କେତେବେଳେ ଆସିବେ ଆମେ ଜାଣିନାହୁଁ। ମାର୍କ ତାର 13 ପର୍ବ 36 ପଦ ଲେଖାଯାଉଛି। 35-36 ଲେଖାଯାଉଛି ଅତଏବ କାଳେ ଗୃହକର୍ତ୍ତା ଅକସ୍ମାତ ଆସି ତୁମମାନଙ୍କୁ ନିଦ୍ରିତ ଦେଖନ୍ତି। ମାର୍କ 13 ପର୍ବ 35-36 ଆମେ ଦେଖୁଛୁ କ'ଣ? କାଳେ ଗୃହକର୍ତ୍ତା ଅକସ୍ମାତ ଆସି ତୁମମାନଙ୍କୁ ନିଦ୍ରିତ ଦେଖନ୍ତି, ଏଥିପାଇଁ ଜାଗ୍ରତ ଥାଅ। ଏଥିପାଇଁ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟା ବେଳେ କି ଅଧରାତିରେ କି କୁକୁଡ଼ା ଡାକିବା ସମୟରେ କି ସକାଳେ କେତେବେଳେ ସେ ଆସିବେ ତାହା ତୁମାନେ ଜାଣ ନାହିଁ। ତା ତୁମାନେ ଜାଣ ନାହିଁ। ମୁଁ ତୁମମାନଙ୍କୁ ଯାହା କହୁଅଛି ତା ସମସ୍ତଙ୍କୁ କହୁଅଛି ଜାଗ୍ରତ ଥାଅ। ଆଜି ପରଠାରୁ ସତର୍କ ଥିବେ। ହୁଡ଼ାହୁଡ଼ି ହେବାଟି ଆଗେ ଯିବେ ନାହିଁ। ଟିଭି ଦେଖିବାକୁ ଆଗେ ଆଗେ ହେବେ ନାହିଁ। କିଏ ଯଦି ଫ୍ରିରେ ମଦ ଦେଲେ ମିଶା ପିଇବେ, ଆଗେ କେମିତି ଥିଲୁ? ମାଗଣାରେ 20 ମିଳିଲେ ମିଶା ପିଇଦେଲା ପରେ ଥିଲୁ ଆମେ। କାହିଁକି? ଫ୍ରିରେ ତ ମିଳୁଛି ପିଇଦେବା ବୋଲା ଭଳିଆ। ମଦ ମାନେ କ'ଣ? ବିଷ। ଏଟାକୁ କୁହାଯାଏ ସ୍ଲୋ ସୁଇସାଇଡ। କ'ଣ? ମରିବାଟା ମରିବ, ଧୀରେ ଧୀରେ ମରିବ। ବିଷ ଖାଇଲେ ଗର୍ଥରକୁ ମରିବ, ମଦ ଖାଇଲେ ଧୀରେ ଧୀରେ ମରିବ। ସେ ଏକଲା ମରିବ ନାହିଁ, ତାର ଘର ଯାକ ଲୋକ ମରିବେ। ତେଣୁ ଦୟାକରି ହାତ ଯୋଡ଼ି କହୁଛି ମଦମୁଦା ପିଇବେ ନାହିଁ। ଆରେ ପୁଡ଼ିଆ ପୁଡ଼ି ଖାଇବା ଲୋକ ବି ସାବଧାନ ଥିବେ। ପୁଡ଼ିଆ ଯଦି ଖେପଲା ବେଳକୁ ପ୍ରଭୁ ଭାରି ଆସିବେ, କେମିତି କରିବ? କେମିତି କରିବ? ପରସ୍ତ୍ରୀ ସାଙ୍ଗେ ଗପୁଥିବି, ପ୍ରଭୁ ଆଇଲେ କେମିତି କରିବି? ବ୍ୟଭିଚାର ପାପରେ ଥିବ, କେମିତି କରିବ? ଫୋନ ଧରି ଖରାପ ଭିଡିଓ ଦେଖୁଥିବ, ପ୍ରଭୁ ଆସିଲେ କେମିତି କରିବ? ସାତ୍ରୀ ବୁଆରୀ ମାଡ଼ଗଲୁଥିବ, ପ୍ରଭୁ ଆଇଲେ କେମିତି କରିବ? ସ୍ୱାମୀ ସ୍ତ୍ରୀ କପାକୁପି କାତା ହଉନଥିବ, ପ୍ରଭୁ ଆଇଲେ କେମିତି କରିବ? এটা ମୁଁ କହିବା ପାଇଁ ଚାହେଁ ଜାଗ୍ରତରେ ଥିବେ। ମୁଁ ଜାଣି ନାହିଁ ଦ୍ୱିତୀୟ ଥର ମିଟିଂରେ ଆସି ହେବ କି ନାହିଁ, କି ମିଟିଂ ହେବ କି ନାହିଁ, କିଛି ଆମକୁ ଜଣା ନାହିଁ। ଆମେ ଆଗ୍ରହରେ କହୁଛୁ, ଏତେ ସୁନ୍ଦର ଭାବରେ କରିଛନ୍ତି। ଭାବି ଦେଖନ୍ତୁ, ଗରିବ ଗ୍ରାମ, ଆଜ୍ଞା ମତେ କହୁଥିଲେ ଯେଉଁମାନେ କୁଲିପୁତି କରି ଖାଉଛନ୍ତି, ଡାବୁ ନାହିଁ, ସେମାନେ ବି ଦାନ ଦେଇଛନ୍ତି। ମନେ ରଖିଥାନ୍ତୁ, ଆପଣଙ୍କ ପଇସାରେ ଏଇ ଟାବଲ ଗୁଡାକ କିଣା ହେଇଛି, ମତେ ଦିଆ ହେଇଛି, ଗୁଡିଏ ଖର୍ଚ୍ଚ କରାଯାଇଛି। ପ୍ରଭୁ ସବୁ ଦେଖିଛନ୍ତି, ଯଥା ସମୟରେ ଆଶୀର୍ବାଦ କରିବେ। ଏ ଟାବଲ ଯେତେବେଳେ ମାନେ ପଛେ ହଉଥିବେ, ପ୍ରଭୁ ଆପଣଙ୍କୁ ମନେ ପକାଉଥିବେ। ପ୍ରଭୁ ମନେ ପକାଉଥିବେ, ମୋର ଏ ବାଳକର କାନ୍ଧରେ ଯୋଉ ଟାବଲ ଅଛି, ଏଟା ଫାଲନା ଲୋକ ଦେଲାଟା ମନେ ପକାଇବେ। ପ୍ରଭୁ ଭୁଲି ଯିବେ ନାହିଁ।
ଯଦି ପ୍ରଭୁ ଅନୁଗ୍ରହ କରନ୍ତି ଆଉ ଥରେ ମିଟିଂ କରନ୍ତୁ, କିନ୍ତୁ ସେଇ ମିଟିଂ ଭିତରେ ନା ଆପଣ ଥିବେ ନା ମୁଁ ଥିବି ନା କିଏ ଥିବା ଆମେ ଜାଣିନାହୁଁ। ଏବେ ସୁଯୋଗ ଅଛି, କ'ଣ କରିବା? ପ୍ରଭୁ ଅବିଳମ୍ବରେ ଆସୁଛନ୍ତି। କ'ଣ ପାଇଁ ଆସୁଛନ୍ତି ଜାଣିଛନ୍ତି ପ୍ରିୟମାନେ? ମଣ୍ଡଳୀକୁ ନେବା ପାଇଁ। ପୃଥିବୀରେ ସବୁଠାରୁ ଯଦି ଅଧିକ ଆକ୍ରମଣ କରାଯାଇଛି କୋଉଟା, ସେଟା ହଉଛି ମଣ୍ଡଳୀ। କାରଣ ମଣ୍ଡଳୀ କ'ଣ? ଶୈତାନର ଆଖିରେ ଖୁଟା ଠେସଲା ପରା ଲାଗୁଥିବ ମଣ୍ଡଳୀ। ଆଉ ଯେତେବେଳେ ମଣ୍ଡଳୀ ପ୍ରଭୁ ନେଇଯିବେ ତାପରେ ମହାକ୍ଲେଶ ଆରମ୍ଭ ହେଇଯିବ। ମଣ୍ଡଳୀ ଗଲା ପରେ କ'ଣ ହବ? ତେଣୁ ମଣ୍ଡଳୀ ଯିବାକୁ ପଡିବ, ବିଶ୍ୱାସୀ ମାନଙ୍କୁ ଯିବାକୁ ପଡିବ। ସେଇଟା ଆପଣ ପ୍ରସ୍ତୁତ ଥିବାର ଅଛି। ମଣ୍ଡଳୀ ଗଲା ପରେ ଜଗତରେ କ୍ଲେଶ ନାହିଁ, ମହାକ୍ଲେଶ ଆରମ୍ଭ ହବ। କୋଉ ବେମାର ଆସିବ, କୋଉ ସମସ୍ୟା ଆସିବ ଆମେ ଜାଣିନାହୁଁ। ଆଉ ଯିଏ ରହିଯିବ ତା ପାଇଁ ବହୁତ ଭୟଙ୍କର ସମୟ ଥିବ। ତେଣୁ ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆଜି ପରଠାରୁ ସତର୍କ ଜୀବନ କାଟିବେ, ପାପରେ ରହିବେ ନାହିଁ। ବୁଝାଇବାକୁ ସବୁବେଳେ ପ୍ରଭୁଙ୍କ ଦାସମାନେ ଆସିବେ ନାହିଁ, ସବୁବେଳେ ପଠେଇବେ ନାହିଁ। ଯଦି ଆପଣ ନିୟମିତ ଭାବରେ ପ୍ରଭୁଙ୍କ କଥା ଉପେକ୍ଷା କରିବେ, ମାନିବେ ନାହିଁ, ପବିତ୍ର ଆତ୍ମା ବି କଥା ହେବେ ନାହିଁ। ତେଣୁ ଆଜି ପାପ ଛାଡ଼ିଛନ୍ତି, ଆଉ ପାପ କରନ୍ତୁ ନାହିଁ, ଆହୁରି ପାପ କରନ୍ତୁ ନାହିଁ। କାହିଁକି ବାଇବଲ କ'ଣ କହୁଛି ଦେଖିବେ, ଏବ୍ରି ପୁସ୍ତକ 10 ପର୍ବ, ଏବ୍ରି 10 ପର୍ବ ତାର 37 ପଦ ଲେଖାଯାଉଛି। କାରଣ ଆଉ ଅତ୍ୟଳ୍ପ ସମୟ ମାତ୍ର, କେତେ ସମୟ? ଅତ୍ୟଳ୍ପ ସମୟ, ଆଉ ଅତ୍ୟଳ୍ପ ସମୟ ମାତ୍ର ଯାହାଙ୍କର ଆଗମନ କରିବାର ଅଛି ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ। ବିଳମ୍ବ କରିବେ ନାହିଁ, ମନେ ରଖିଥାନ୍ତୁ। ଆହୁରି ବିଳମ୍ବ ନାହିଁ। ବିଳମ୍ବ କାହିଁକି କରୁଛନ୍ତି? ଯେପରି କେହି ବିନଷ୍ଟ ନ ହୁଅନ୍ତି। ଏଇ ତ୍ୟାଗ ଆମେ ପଢୁଥିଲୁ ପ୍ରଥମ ପିତର 3 ପର୍ବ 9 ପଦରେ। ବିଳମ୍ବ କାହିଁକି କରୁଛନ୍ତି? ଯେପରି କେହି ବିନଷ୍ଟ ନ ହୁଅନ୍ତି। ଆହୁରି ବିଳମ୍ବ ନାହିଁ। ଏବେ ସମସ୍ତଙ୍କୁ ମନ ପରିବର୍ତ୍ତନ ଭାବେ ସୁଯୋଗ ଦଉଛନ୍ତି। ଟିଭିରେ, ମୋବାଇଲରେ, ଘରେ ଘରେ, ଗାଁରେ, ଚାରିଆଡେ ଚାଲିଛି ପ୍ରଚାର। କାରଣ କ'ଣ? ପ୍ରଭୁଙ୍କର ଆସିବାର ଟାଇମ ହେଲାଣି, ସବୁକୁ ଗୋଟେ ସୁଯୋଗ ଦଉଛନ୍ତି। ଆପଣ ମାନଙ୍କୁ ବି ସୁଯୋଗ ଏଇଟା। ୟା ପୂର୍ବରୁ କେତେ ସୁଯୋଗ ଆପଣ ହାତ ଛଡା କରିଛନ୍ତି, କିନ୍ତୁ ଏବେ ପ୍ରଭୁ କଥା ହେଇଛନ୍ତି, ଦୟାକରି ଆହୁରି ପାପରେ ଯିବେ ନାହିଁ। ରବିବାର ଦିନ କୁକୁଡ଼ା ଗାଲି ଯିବେ ନାହିଁ, ପରେ କିଛିଟା ହବ ମୁଁ କହିପାରିବିନି ସେଟା। ମଦ ପି ଯଦି ଶନିବାର ମଦ ପି ରବିବାର ଦିନ ପ୍ରଭୁ ଭୋଜ ଖାଇବେ, ତାପରେ କିଛିଟା। ପ୍ରଭୁ କିଛି କରୁନାହାନ୍ତି। ରକ୍ତ ବାନ୍ତି ମରିଯିବା କଥା, ଆମେ ମରବା କଥା କି ନାହିଁ? ମରବା କଥା। ସ୍ୱାମୀ ଥାଉ ତ, ସ୍ତ୍ରୀ ଥାଉ ତ, ବ୍ୟଭିଚାର କରିବା ଲୋକ ଉପଡ଼ି ମରବା କଥା, ମରୁନାହିଁ। ଯୋଉ ପାଟରେ ପ୍ରଭୁ ଭୋଜ ଖାଉଛୁ, ପୁଡ଼ିଆ ଖାଉଛୁ, ଜୀବ ଯିବା ଅଲା ହେବା କଥା ହେଉନାହିଁ। ବିଶ୍ୱାସୀ ବୋଲି ରାତି ଯାକ ଟିଭି ଦେଖୁଛୁ, ଟିଭି ଦୁଧ ବେଶୀ ମୁଣ୍ଡେ, ଟିଭିକୁ ଦୁଧ ବେଟି କରି ମୁଣ୍ଡେ ଆପଟି ଦେବା କଥା ହେଉନାହିଁ। ଆମର ପୁଅ ଝିଅ ନାନା ପାପରେ ଅଛନ୍ତି, କିଛି ହେଉନାହିଁ। କାହିଁକି? ପ୍ରଭୁ ଅନୁଗ୍ରହ କଲେ ଆଜିର ଦିନ ପାଇଁ। ଆଜି ପାପ ଛାଡ଼ିଛନ୍ତି, ଆଉ ପାପ କରନ୍ତୁ ନାହିଁ, ପାପ କରନ୍ତୁ ନାହିଁ। ଏଇଟା ମୋର ଶେଷ ପରାମର୍ଶ। ଆହୁରି ପାପ କରନ୍ତୁ ନାହିଁ। ପାପ ହେବା ସାଙ୍ଗେ ସାଙ୍ଗେ ପ୍ରଭୁଙ୍କୁ କ୍ଷମା ମାଗବେ। ପ୍ରଭୁ ନ ଜାଣି କରିଦେଲି ରାଜା, ପରିସ୍ଥିତିରେ କରିଦେଲି, ପ୍ରଭୁ ମତେ ଦୟାକରି କ୍ଷମା କର। ଯଦି ଅନୁତାପ କରିବେ ପ୍ରଭୁ କ୍ଷମା କରିବେ, ଦୟାକରି ଭୁଲ କରିବେ ନାହିଁ। କାରଣ ସେ ଶୀଘ୍ର ଆସୁଛନ୍ତି। ଆଉ ପ୍ରିୟମାନେ ମନେ ରଖିଥାନ୍ତୁ, ସ୍ୱର୍ଗ ଯିବା ପାଇଁ 2ଟା ବିଷୟ ଦରକାର। 2ଟା ବିଷୟ। ଗୋଟେ ହଉଛି ପାପ କ୍ଷମା ହେଇଥିବା ଦରକାର। ଆଜି କ୍ଷମା ହେଇଯାଇଛି, ଏବେ ପବିତ୍ର ଜୀବନ କାଟିବା ଦରକାର। ଆଉ କିଛି ଦରକାର ନାହିଁ। ଆଜି ପାପ କ୍ଷମା ହେଇଯାଇଛି, ଆଉ ଏଠୁ ଗଲା ବେଳକୁ ପବିତ୍ର ଭାବରେ ରହିବେ। ଆହୁରି ପାପ କରିବେ ନାହିଁ, ଆହୁରି ପାପ ନାହିଁ, ପବିତ୍ର ହେବାର ଅଛି। ଏଭଳି 12:14 କ'ଣ ଲେଖାଯାଉଛି? ପବିତ୍ରତା ବିନୁ କେହି ତାଙ୍କର ଦର୍ଶନ ପାଇବ କିଛି ନଥାଉ। ଭଲ ଘର ନଥାଉ, ଭଲ ଲୁଗା ନଥାଉ, ଭଲ ଶାଢ଼ୀ ନଥାଉ, ଭଲ ଖାଇବାକୁ ନଥାଉ, ଡାଇନିଂ ଟେବୁଲ ନଥାଉ, ଏସି ନଥାଉ, ଫ୍ରିଜ ନଥାଉ, ମାତ୍ର ପବିତ୍ରତା ଥାଉ। ଆସନ୍ତୁ ଠିଆ ହେବା ଆଉ ପ୍ରାର୍ଥନା କରିବା। ସମସ୍ତେ ଆପଣ ଆପଣ ସ୍ଥାନରେ ଠିଆ ହେବା। ସମସ୍ତେ କେବଳ 2 ମିନିଟ୍ ପ୍ରାର୍ଥନା କରି ଆମେ ସମାପ୍ତ କରିବା ପାଇଁ ଯିବା। ମୁଁ ବେଶୀ ସମୟ ନେବି ନାହିଁ, ବେଶୀ ସମୟ ନେବି ନାହିଁ। କେବଳ 2-3 ମିନିଟ୍ ହାତ ଯୋଡ଼ିବା, କହିବା ପ୍ରଭୁ ଆଜିଠାରୁ ମୁଁ ପବିତ୍ର ଜୀବନ କାଟିବା ପାଇଁ ଚାହୁଁଛି। ଯୀଶୁ ଶୀଘ୍ର ଆସୁଛନ୍ତି, ଅବିଳମ୍ବରେ ଆସୁଛନ୍ତି। ଆଉ ବିଳମ୍ବ ନାହିଁ ପ୍ରିୟ ଭାଇ ଭଉଣୀ ମାନେ, ସେ ଶୀଘ୍ର ଆସିବେ। ପ୍ରାର୍ଥନା କରିବା ପାଇଁ ଯିବା, ହାତ ଯୋଡ଼ିବା, ପ୍ରଭୁଙ୍କୁ କହିବା ପ୍ରଭୁ ଆଜିଠାରୁ ମୁଁ ପବିତ୍ର ଜୀବନ କାଟିବା ପାଇଁ ଚାହେଁ। ମୁଁ ପବିତ୍ର ଜୀବନ କାଟିବା ପାଇଁ ଚାହେଁ। ପ୍ରଭୁ ମତେ ଦୟାକରି ସାହାଯ୍ୟ କର। Yes Lord, yes Lord। ସମର୍ପିତ ହୁଅନ୍ତୁ, ଅବହେଳାରେ ଜୀବନ କାଟନ୍ତୁ ନାହିଁ।
आपर आ सुजोग मिलिबो कि नहीं मु जानि नहीं। प्रिय भाई भौणी माने अनेक मीटिंग को जाइछु जे एटा होची परित्राणर मीटिंग, परिवर्तनर मीटिंग, हमर निजर परिवर्तन पाई। हालेलुया। हाथ दुईटी स्वर्ग आड़ को उठेबा, समस्ते उठेबा और समर्पित हो जिबा। कहिबा प्रभु को पवित्र मुझे बना दे प्रभु। केवल यही घोषा पदटी बोलिबा और प्रार्थना करिबा। हाथ दुईटा स्वर्ग आड़ को उठांतु। आज स्वर्ग देखिबा दरकार मो हस्त को मो समर्पित होछि कहिबा पाए यस लॉर्ड। प्रार्थना करिबा, प्रार्थना सहित गीत बोलिबा। आमे अनेक थर गीत बोलिछु, आज प्रार्थना सहित बोलिबा पवित्र मुझे बना दे प्रभु। हालेलुया हालेलुया। पवित्र मुझे बना दे प्रभु, प्रार्थना सहित मुझे कर दे प्रभु। यस लॉर्ड। पवित्र मुझे बना दे प्रभु, मुझे कर दे प्रभु, ताकि तेरे जैसा दिखूं, ताकि तेरे जैसा दिखूं। पवित्र मुझे बना दे प्रभु, शुद्ध मुझे कर दे प्रभु, पवित्र मुझे बना दे प्रभु, शुद्ध मुझे कर दे प्रभु, ताकि मेरे ताकि मेरे पिता परमेश्वर आमे समस्त प्रभु आपण हस्त समर्पित हो प्रभु। अपना मन को पवित्र कर दियंतु राजा। जेपरि आज ठारू प्रभु आमे गोटे पवित्र जीवन काटि पारिबु प्रभु। पापरे जेमति आमे न पड़ू प्रभु, पापरे जेमति जीवन न काटू प्रभु। आमान को दया करो प्रभु। आपण को पाखरे प्रभु मो हाथ जोड़ी प्रभु मोर लोक मान प्रार्थना करुछि। दया करी एमान को सुरक्षा करो बापा, मंदतारु रक्षा करो। स्वर्ग राज्य पाई सर्वदा प्रस्तुत जीवन काटिबा पे साहाय्य करो प्रभु। पवित्र भाव रहिबा पाई साहाय्य करो बापा प्रभु। मीटिंग समाप्त होला पर आमे बाहुडी जीवु प्रभु। आपण को दास दासी माने चली जीवे प्रभु एठू। आपण एमान को संग रे रुहंतु, पवित्र आत्मा परमेश्वर मान को संग रे आपण रुहंतु प्रभु। यीशु को आगमन पर्यंत एमान को सुरक्षा करंतु बापा। आज ठारो पाप करिवे नाही प्रभु, आज ठारो पाप करिवे नाही प्रभु। मोर भाई माने आज मद पीवा छाड़ी छंती, खराब अभ्यास छाड़ी छंती, मंदता छाड़ी छंती प्रभु। आउ से रास्ता को जीवे नाही। हमर पुओ झियो माने प्रभु दया करो बापा, दया करो प्रभु। आपण कर बिना में पारिबु नाही प्रभु। आपण का आत्मा मान को प्रोटेक्ट करंतु प्रभु। प्रत्येक को सुरक्षा दे से स्वर्ग राज्य पाई योग्य रखंतु पिता। तुरी बाजिला बेले प्रभु केही मध्य छड़ा न जानतु बापा। हमरा समस्ते मेघ मालारे पहुंची जीवे प्रभु। एमिति दया करो। आपण को दास भाव रे पिता पुत्र पवित्र आत्मा को नाम रे आशीर्वाद करी ए प्रार्थना उत्सर्ग करुछि। दया रे ग्रहण करंतु पिता। ए मीटिंग पछरे जे मन को साहाय्य हस्त अछि प्रत्येक को दया करो। जे मन ऋण रे अछति ऋण मुक्त करो, रोग रे अछति सुस्थ करो, अशांति रे अछति शांति दियो।
আমার ପିଲାମାନଙ୍କୁ ବାଧ୍ୟତାର ଜୀବନ ଦିଅ ପ୍ରଭୁ। ଆମର ପରିବାର ଗୁଡ଼ିକ ଗୋଟେ ଖ୍ରୀଷ୍ଟ ପରିବାର ପୁରାଟା ଆଜିଠାରୁ ଗୋଟେ ଜାଗ୍ରତ ପବିତ୍ର ଜୀବନ କାଟିବା ପାଇଁ ସାହାଯ୍ୟ କର। ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ କରି ରଖ ପ୍ରଭୁ, ଯେପରି ମୁକ୍ତି ଦିବସରେ ଏମାନେ ମେଘମାଳା ଗଣିତ ହୋଇପାରିବେ। ପ୍ରାର୍ଥନା ଶୁଣିଲ ପିତା, ଧନ୍ୟବାଦ। ଯୀଶୁଙ୍କ ଅତି ପ୍ରିୟ ନାମରେ ମାଗିଲି, ଆମେନ୍।